ମୋ ପରିଚୟ ଦେବବ୍ରତ ଶତପଥୀ ସିଆରସିସି କଳିଆଟ୍ରଷ୍ଟ ଆମର ଆଜି ତ ଏସଏମସି ପିଟିଏ କମିଟି ଗଠନ ନିମନ୍ତେ ଆମର ନିର୍ଦ୍ଧାରିତ ସମସ୍ତଙ୍କୁ ଚିଠି କରାଯାଇଥିଲା। ସମସ୍ତେ ମଧ୍ୟ ଠିକ ସମୟରେ ଆସିଥିଲେ, କିନ୍ତୁ ଯେହେତୁ ଆମର ଗୋଟାଏ ମିଟିଂ ଡକାଯାଇଥିଲା 3ଟା 30 ପର୍ଯ୍ୟନ୍ତ ଆମର 75 କୋରମ ଥିଲେ ମଧ୍ୟ ଆମର 67 ଜଣ ଆସିଥିଲେ, ଆଉ 8 ଜଣ ଆସିନଥିଲେ। ତେଣୁ ସେ 8 ଜଣ ଯେହେତୁ ଆସିନଥିଲେ, ଯେହେତୁ ଆମର ଟାଇମଟା 4ଟା ହେଇଯାଇଥିଲା, ତେଣୁ ପରବର୍ତ୍ତୀ ସମୟରେ କିଛି ଲୋକମାନେ କହିଥିଲେ ଯେହେତୁ ଆମର ଟାଇମ ସରିଗଲାଣି, କିନ୍ତୁ ଯାହା ହଉ ପରସ୍ପର ଯୋଉ ଆମର ଦୁଇ ପକ୍ଷ ଥିଲେ ସେମାନେ ମଧ୍ୟ ଆଲୋଚନା କରାହେଲା। ଆଲୋଚନା କରା ପରେ ସହମତି ଭିତରେ ଆମ କମିଟିକୁ ସୁଚାରୁ ରୂପେ ସମ୍ପାଦନ କରାହେଲା ଏବଂ ଆମର ଏଇ ଏସଏମସି ଗଠନ ମଧ୍ୟ ହେଲା ଏବଂ ଆଜି ମଧ୍ୟ ଏସଏମସି ଗଠନ କରାଗଲା। ଯେ ଏସଏମସି ଗଠନ ପରେ ମଧ୍ୟ ସେମାନଙ୍କ ମଧ୍ୟରେ ସଭାପତି ଆଜି ଗୋଟିଏ ଦିନରେ ଆମର ଦେଖିବ ସରକାରୀ ନୀତି ନିୟମ ଅନୁସାରେ ଆହୁରି 3 ଦିନ ମଧ୍ୟରେ କଣ ହବାର ଥିଲା, ଏସଏମସି ଗଠନ ଥିଲା। ଯେହେତୁ ସେମାନେ ବହୁଥର ଆସିଲେନି ଏବଂ ବର୍ତ୍ତମାନ ଚାଷବାସ ସମୟ, ତେଣୁ ସେମାନଙ୍କର ସମସ୍ତଙ୍କର ଗୋଟିଏ ମାତ୍ର ଅନୁରୋଧ ଥିଲା, ସେ ସାର୍ ଆମେ ସହମତି ଭିତରେ ଆମର କମିଟି ଗଠନ କରିବା ପାଇଁ ଯାଉଛୁ, ଆଜି ସବୁ ସାରି ଦିଅନ୍ତୁ ବରଂ ରାତି ହଉ। ତେଣୁ ଯାହା ହଉ ସମୟ ଗଲା, ପୋଲିସ ମାନେ ମଧ୍ୟ ଆସିକି ଆମକୁ ମଧ୍ୟ ସୁରକ୍ଷା ଦେଇଥିଲେ, ମିଡିଆ ବନ୍ଧୁମାନେ ଆସିଥିଲେ। ସମସ୍ତଙ୍କର ଚେଷ୍ଟାରେ ଆମର ଯେ ଚେୟାରମ୍ୟାନ ହେଲେ ସେ ଜିତେଶ କୁମାର ବାରିକ ଚେୟାରମ୍ୟାନ ରୂପେ ନିର୍ବାଚିତ ହେଲେ ଏବଂ ମଧୁସ୍ମିତା ପାଣିଗ୍ରାହୀ ସେ ଆମର ଭାଇସ୍ ଚେୟାରମ୍ୟାନ ରୂପେ ସିଲେକ୍ସନ ହୋଇଛନ୍ତି। ତେଣୁ ସମସ୍ତ ଗ୍ରାମବାସୀ, ପୁଲିସ ପର୍ସନାଲ, ମିଡିଆ ବନ୍ଧୁ ମେମ୍ବର ଆମର 15 ଜଣ ମେମ୍ବର ଏବଂ ସମସ୍ତଙ୍କର 15 ଜଣ ମେମ୍ବର ଲେଖା ଅଛନ୍ତି। 15 ଜଣ ମେମ୍ବରରୁ ଆମର ଯେମିତି ଏସସି, ଏସଟି, ଓବିସି, ଜେନେରାଲ, ସିଡବ୍ଲ୍ୟୁଏସଏନ ସେ ସବୁ ମଧ୍ୟ ଅଛନ୍ତି। ସରକାରଙ୍କର ନୀତି ନିୟମ ଅନୁସାରେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ରମ କରାଯାଇଛି। କେବଳ ଟିକେ ଆମର ଯୋଉ ହେଇଥିଲା ଟିକେ ଉତ୍ତେଜନା ହେଇଥିଲା କେବଳ ସେଇ ସମୟକୁ ନେଇକି, ଯାହା ହଉ ଦୁଇ ପକ୍ଷ ଭିତରେ ଆଲୋଚନା, ପୁଲିସ ବନ୍ଧୁ ମାନଙ୍କର ସେଥିରେ ମଧ୍ୟ ହସ୍ତକ୍ଷେପ ଦ୍ୱାରା ସମସ୍ତଙ୍କର ସାହାଯ୍ୟରେ କାର୍ଯ୍ୟକ୍ରମ ହେଇଯାଇଛି। ସେଥିପାଇଁ এই ଗ୍ରାମବାସୀ ମୋ ତରଫରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଅବଜରଭର ଆସିଥିବା ଗଣଗଣ୍ଡପୁରର ପୂର୍ବତନ ସିଆରସିସି ବଂଶୀଧର ଦାସ ସବୁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଅଭିନନ୍ଦନ। ଡେରି ହବାର କାର୍ଯ୍ୟକ୍ରମ ଏଇଆ ଥିଲା, ଯେହେତୁ ଯେତେବେଳେ 4ଟା ହେଇଯାଇଥିଲା ସେତେବେଳେ 3ଟା 45ରେ ଯେହେତୁ ଆମର ଯେ ପ୍ରଧାନ ଶିକ୍ଷକ ଥିଲେ, ଯେହେତୁ ଆମର କମିଟି ଆରମ୍ଭ ହୋଇଥିଲା, ମୁଁ ସେତେବେଳେ ତାଙ୍କୁ କହିଥିଲି ଯେ ସାର୍ 3ଟା 45 ହେଲାଣି ଆମେ ଚାବି ପକେଇଦେବା, ଯେହେତୁ କିଛି ନନ୍ ଗାର୍ଡିଆନ ପଶି ଆସିବେ। କିନ୍ତୁ ସେଇ 3ଟା 45 ପରେ ଯେହେତୁ କିଛି ଅଭିଭାବକ ମାନେ ଆସିଥିଲେ, ସେ ଅଭିଭାବକ ମାନେ ଆସିଲେ ସେଠାରେ ଉପସ୍ଥିତ ଥିବା ଯେ ଅନ୍ୟ ଜଣେ ଶିକ୍ଷକ ଯୋଉମାନେ ଥିଲେ ସେ ଦାୟିତ୍ୱରେ, ସେ କହିଲେ ସାର୍ 3ଟା 45 ହେଲାଣି ଆଉ ଆସିହେବ ନାହିଁ। ଏହାରି ଭିତରେ ଆମେ ମାନେ ଯେହେତୁ ମିଟିଂରେ ଥିଲୁ, ତେଣୁ 4ଟା ପରେ ଯେ କାହିଁକି ସେମାନେ ଆସିବେ କିଛି ଲୋକ ତାଙ୍କର ପ୍ରଶ୍ନ ଉଠେଇଥିଲେ, କିନ୍ତୁ ସେଇ ପ୍ରଶ୍ନ ପରବର୍ତ୍ତୀ ମୁହୂର୍ତ୍ତରେ ସମାଧାନ ହେଇଥିଲା। ଯାହା ମତେ ମୋ ଗାର୍ଡିଆନ ମାନେ ବହୁତ କୋଅପରେଟ କରିଛନ୍ତି। ଇତିମଧ୍ୟରେ ଯାହା ସମୟର ଅପେକ୍ଷାର ଫଳ ମିଠା, ଅପେକ୍ଷାର ଫଳ ମିଠା ବି ମତେ ଆଜି ମିଳିଛି। ଆଜି ମୋ ପାଇଁ ମୋ ଗାର୍ଡିଆନ ମାନେ ବହୁତ ବି ଷ୍ଟ୍ରଗଲ କରିଛନ୍ତି, କାରଣ ୟା ପୂର୍ବରୁ ଆଉଥରେ ଭାଙ୍ଗିଥିଲା, ଆଜି ପୁଣି ଭାଙ୍ଗିବାକୁ ଯାଉଥିଲା। ସମସ୍ତଙ୍କ କୋଅପରେସନରେ ଆଜି ମିଟିଂଟି ଶେଷ ହୋଇଛି। ମତେ ସମସ୍ତେ ଚେୟାରମ୍ୟାନ ହିସାବରେ ନିର୍ବାଚିତ କରିଛନ୍ତି, ସେଥିପାଇଁ ମୋ ଗାର୍ଡିଆନ ମାନଙ୍କ କଥା ମୁଁ ଧନ୍ୟବାଦ ଦଉଛି। ମୋ ପଞ୍ଚାୟତ ସମସ୍ତ ଛୋଟ ଛୋଟ ଭାଇ ମାନେ ଯୋଉମାନେ ବି ମୋ ପାଇଁ ପଦଯାତ୍ରା କରୁଥିଲେ ସେମାନଙ୍କୁ ବି ଧନ୍ୟବାଦ ଦଉଛି। ମୋ ପାଖରେ ବର୍ତ୍ତମାନ ସଭ୍ୟ ସଂଖ୍ୟା 11 ଅଛନ୍ତି, ତାଙ୍କ ପକ୍ଷରେ ସଭ୍ୟ ସଂଖ୍ୟା 4 ଅଛନ୍ତି। ମୁଁ ପ୍ରଥମେ ଶପଥ କରିଛି, ଠାକୁରଙ୍କ ଶପଥ କରିଛି, ଦେୟାର ଇଜ ନୋ କରପ୍ସନ ଅଫ ଫୁଡ, ଖାଇବାରେ କୌଣସି କରପ୍ସନ କରିବି ନାହିଁ। ତାପରେ ରହିଲା ସ୍କୁଲକୁ କେମିତି କଣ କୋଉ ପ୍ରୋଜେକ୍ଟ କାମ ଆସେ, ଯୋଉ କାମ ଆସେ ମୁଁ ଜାଣିକି କରିବି। କିଛି କମ୍ପ୍ଲେନ ମୋ ପାଖରେ ପଡିଗଲା, କମ୍ପ୍ଲେନ ମୁଁ କହିବା ପାଇଁ ଚାହୁଁନି। ସେ କମ୍ପ୍ଲେନର ସମାଧାନ ଏମାନଙ୍କୁ ଜବାବ ଦେଇଥିଲି, ମାସେ ଭିତରେ କ୍ଲିୟର କରିବି, ମୁଁ ନିଶ୍ଚୟ କ୍ଲିୟର କରିବି।